ତା ଶରୀର ମଧ୍ୟରେ ବ୍ରହ୍ମ ଶକ୍ତି ଅର୍ଥାତ୍ ଦୈବ ଏବଂ ଆସୁରିକ ଶକ୍ତି, ଏହି ଦୁଇ ଶକ୍ତିର ସମ୍ମିଳନ ଘଟି ଏକ ବ୍ରହ୍ମ ରାକ୍ଷସରେ ତାକୁ ପରିବର୍ତ୍ତନ କରିଦେଲା। ମୋର ଭୟ ଥିଲା ତାର ଏଭଳି ଶକ୍ତିର ପ୍ରାପ୍ତି ଅନେକ ବିନାଶର କାରଣ ହୋଇପାରେ। ତେଣୁ ମୋର ଶେଷ ଚକ୍ରର ଉପଯୋଗ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଥିଲା, ଯଦ୍ୱାରା ମୋର ସେହି ଭୁଲକୁ କିଛି ପରିମାଣରେ ସୁଧାରି ପାରିବି। ଅର୍ଥାତ୍ ମୋ ଶରୀର ମଧ୍ୟରୁ ବିଚ୍ଛିନ୍ନ ହୋଇଥିବା 3ଟି ଚକ୍ର ମଧ୍ୟରୁ 2ଟି ଚକ୍ର ଇନ୍ଦ୍ରମାଧବ ଓ ଶିଷ୍ୟରଙ୍କ ଶରୀର ମଧ୍ୟରେ ଅବସ୍ଥାପିତ ହୋଇଥିଲା। ମୋର ତୃତୀୟ ଚକ୍ରଟି ପ୍ରଥମେ ସୌମ୍ୟର ମୂର୍ତ୍ତ ଶରୀରଟିକୁ ଅଗ୍ନି ଦ୍ୱାରା ଭସ୍ମରେ ପରିବର୍ତ୍ତନ କରିଥିଲା। ପରେ ମୁକ୍ତି ନିମନ୍ତେ ମୋର ତୃତୀୟ ଚକ୍ରଟି ବାୟୁ ସହିତ ଘୁରି ବୁଲିଥିଲା। ରାଜଗୁରୁଙ୍କ ସ୍ୱପ୍ନରେ ଆସି ରାଜଗୁରୁଙ୍କୁ ସମସ୍ତ ଘଟଣା ସମ୍ବନ୍ଧରେ ବୁଝାଇ କହିଥିଲେ। ଏହା ସହିତ ସେ ବ୍ରହ୍ମ ରାକ୍ଷସକୁ ବନ୍ଦୀ କରିବାର ଉପାୟ, ପରନ୍ତୁ ଏହା ଅତ୍ୟନ୍ତ ଜଟିଳ ଉପାୟ ରହିଥିଲା। ଏଥିରେ ଏକ ଯଜ୍ଞ କରିବାକୁ ପଡ଼ିଥିଲା। ଏହି ଯଜ୍ଞର ବିଧି ଅନୁଯାୟୀ ଯଜ୍ଞରେ ସମ୍ମିଳିତ ସମସ୍ତ ବ୍ୟକ୍ତି ନିଜର ବଳି ଦେବାର ଆବଶ୍ୟକତା ରହିଥିଲା। ମହାରାଜ, ମହାମନ୍ତ୍ରୀ ଏବଂ ରାଜଗୁରୁ ରାଜ୍ୟର ହିତ ନିମନ୍ତେ ନିଜର ପ୍ରାଣ ଆହୁତି ସେହି ଯଜ୍ଞରେ ଅର୍ପଣ କରିଥିଲେ। ସେଠାରେ ମୁଁ ମଧ୍ୟ ଉପସ୍ଥିତ ରହିଥିଲି, କାରଣ ସେହି ଯଜ୍ଞଟି ମୋର ସେହି ତୃତୀୟ ଚକ୍ର ମଧ୍ୟରୁ ଏକ ଦିବ୍ୟ ଶକ୍ତିର ଆବିର୍ଭାବ ନିମନ୍ତେ କରାଯାଇଥିଲା। ସେହି ଦିବ୍ୟ ଶକ୍ତି ପ୍ରଭାବରେ ଶିଷ୍ୟର କେବେ ମଧ୍ୟ ସେହି ଜଙ୍ଗଲ ମଧ୍ୟରୁ ବାହାରକୁ ଆସିବାକୁ ଇଚ୍ଛା ପ୍ରକାଶ କରିବ ନାହିଁ ଏବଂ ସେହି ଦିବ୍ୟ ଶକ୍ତିର ପ୍ରଭାବରେ ଇନ୍ଦ୍ରମାଧବ ସେହି ଗୁମ୍ଫା ମଧ୍ୟରେ ବନ୍ଦୀ ହୋଇ ରହିଛି। ପରନ୍ତୁ ଏହା ଚିରସ୍ଥାୟୀ ନୁହେଁ। ଭଲ ଭାବରେ ଅବଗତ ରହିଛି କି ଇନ୍ଦ୍ରମାଧବ ସେହି ଗୁମ୍ଫା ମଧ୍ୟରୁ ମୁକ୍ତି ନିମନ୍ତେ ତାର ଦୈବ୍ୟ ଆସୁରିକ ଶକ୍ତିକୁ ବୃଦ୍ଧି କରି ସମୟ ଦିଗରେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇଯିବ ଏବଂ ସମୟ ଚକ୍ରରେ ନିଶ୍ଚିତ ସେହି ଗୁମ୍ଫା ମଧ୍ୟରୁ ଭବିଷ୍ୟତରେ ମୁକ୍ତି ପାଇଯିବ। ମୋର ଭୟ ରହିଛି ତାର ମୁକ୍ତି ହେବା ପରେ ସେ ନିଶ୍ଚିତ ନରସଂହାର ଆରମ୍ଭ କରିଦେବ, ଅନେକ ଭୟାବହ ପରିସ୍ଥିତି ଉତ୍ପନ୍ନ କରିବ। ତେଣୁ ମୋର ଏହି ତୃତୀୟ ଚକ୍ର ଏକ ପୁସ୍ତକ ରୂପରେ ଏହି ଗୁମ୍ଫା ମଧ୍ୟରେ ସେହି ସମୟକୁ ଅପେକ୍ଷା କରି ରହିଛି, ଯେବେ ତାକୁ ପୁନର୍ବାର ବନ୍ଦୀ କରିବାର ଆବଶ୍ୟକତା ଉତ୍ପନ୍ନ ହେବ। ସେହି ସମୟରେ ଏହି ପୁସ୍ତକ ନିଜ ସହାୟକକୁ ଚୟନ କରି ସେହି ବ୍ରହ୍ମ ରାକ୍ଷସକୁ ପୁନର୍ବାର ବନ୍ଦୀ କରିବାରେ ସେହି ସହାୟକର ପଥପ୍ରଦର୍ଶକ ହେବ। ଏଥିରେ ଆଗକୁ ରହିଥିବା ଖାଲି ପୃଷ୍ଠାଗୁଡ଼ିକର ତାତ୍ପର୍ଯ୍ୟ ତୁମେ ସମୟ ସହିତ ଜାଣିବାକୁ ପାଇବ। ପୂର୍ବ ରାତିଟି ପୂର୍ଣ୍ଣିମାର ହୋଇଥିବାରୁ ଆଜି ରାତିଟି ମଧ୍ୟ ବେଶ ଆଲୋକିତ ରହିଛି। ରାତି ପ୍ରାୟ ଅଧା ହୋଇସାରିଲାଣି, ପରନ୍ତୁ ବିକ୍ରମ ସେହି ପୁସ୍ତକଟିକୁ ପଢ଼ିବାରେ ଏପରି ନିଜକୁ ନିମଗ୍ନ କରିସାରିଥିଲା ଯେ ତାକୁ ସମୟର ଜ୍ଞାତ ରହିନଥିଲା। ପୁସ୍ତକଟିକୁ ସମ୍ପୂର୍ଣ୍ଣ ପଢ଼ି ସାରିବା ପରେ ବିଷ୍ଣୁ ନିକଟକୁ ଯାଇ ତାକୁ ନିଦରୁ ଉଠାଇବାକୁ, ବିଷ୍ଣୁ ଦାଦା ଉଠ, କ'ଣ ଶୋଇପଡ଼ିଲ କି? ବିକ୍ରମର ଏହି ପଦେ କଥା ବିଷ୍ଣୁ କାନରେ ବାଜିଛି ତ ସେ ସଙ୍ଗେ ସଙ୍ଗେ ତା ଛାଇ ନିଦରୁ ଉଠି ପଡ଼ି କହିଲା, ହଁ କହ ବାବା, ମୁଁ କେତେବେଳେ ଶୋଇଲି, ଏଠିକି ଆଖି ଲାଗିଯାଇଥିଲା। ଦାଦା, ମୋର ମନ ଭିତରେ ଅନେକ ଗୁଡ଼ିଏ ପ୍ରଶ୍ନ ଘୁରି ବୁଲୁଛି। ଆଗ ମୋର ସେହି ପ୍ରଶ୍ନର ଉତ୍ତର ଦିଅ। ହଁ ପଚାରୁନୁ। ମୁଁ ତ ତୋ ମନର ସମସ୍ତ ସନ୍ଦେହକୁ ଦୂର କରିବା ନିମନ୍ତେ ଏହି ପୁସ୍ତକଟି ତୋତେ ପଢ଼ିବାକୁ ଦେଇଥିଲି। ଏହି ପୁସ୍ତକଟିକୁ ପଢ଼ି ସାରିବା ପରେ କ'ଣ ଏବେ ବି ତୋ ମୋ ଉପରେ ସନ୍ଦେହ ଆସୁଛି କି ମୁଁ ତୋ ବାପାକୁ ମାରିଛି ବୋଲି? ବିକ୍ରମ କହିଲା, ନା, ମୋତେ କ୍ଷମା କର, ମୁଁ କ୍ରୋଧର ବଶବର୍ତ୍ତୀ ହୋଇ ଅନେକ କିଛି କହିଦେଇଥିଲି। ବିଷ୍ଣୁ କହିଲା, କେଉଁ କଥା ତୋ ମନକୁ ବିଚଳିତ କରୁଛି ମୋତେ କହ। ଏହି ପୁସ୍ତକ ଅନୁଯାୟୀ ଆମ ପରିବାର ଉପରେ ଆଚାର୍ଯ୍ୟ ସୂର୍ଯ୍ୟବିନ୍ଦୁଙ୍କ ଅଭିଶାପ ରହିଛି, ଯାହାର ଭୟାବହତାକୁ ପିଢ଼ି ପରେ ପିଢ଼ି ଆମ ପରିବାରକୁ ଭୋଗ କରିବାକୁ ପଡ଼ୁଛି। ପରନ୍ତୁ ମୋ ବାପା ଆଜି ପର୍ଯ୍ୟନ୍ତ ସେହି ଅଭିଶାପ ସମ୍ବନ୍ଧରେ ମୋତେ କେଉଁ କାରଣରୁ ଜଣାଇ ନଥିଲେ। ଅବା ସେ ବ୍ରହ୍ମ ରାକ୍ଷସ ସମ୍ବନ୍ଧରେ କିଛି କହିନଥିଲେ କ'ଣ ପାଇଁ? ସବୁଠୁ ବଡ଼ ବିଷୟ, ବାବା କ'ଣ ଏବେ ସେ ଗୁମ୍ଫା ମଧ୍ୟରେ ରହୁଛନ୍ତି?
ତୋ ବାପା ଏକଥା ସମସ୍ତଙ୍କ ନିକଟରୁ ଗୁପ୍ତ ରଖିଥିଲା, କିନ୍ତୁ କେଉଁ କାରଣରୁ ସେ ଏପରି ଏ କଥାଟିକୁ ଲୁଚାଇଥିଲା ତାହା କେବଳ ତୋ ବାପା ହିଁ କହିପାରିବ। ଏବଂ ସେ ଏବେ କିପରି ଅଛି ଓ କେଉଁଠି ଅଛି ତାର ଉତ୍ତର କେବଳ ସମୟ କହିବ। ଏତିକି କହି ବିଷ୍ଣୁ ମୁହଁ ତଳକୁ ପୋତିଦେଲା। ଆଚ୍ଛା ଦାଦା, ତାହେଲେ ମୋତେ ବି କ'ଣ ସେ ବ୍ରହ୍ମ ରାକ୍ଷସର ସେବା କରିବାକୁ ପଡ଼ିବ ଆଉ ସେ ବ୍ରହ୍ମ ରାକ୍ଷସର ପୂଜ ରକ୍ତ ସଫା କରିବାକୁ ହେବ? ବିଷ୍ଣୁର ଆଖି ଲାଲ ତମତମ ହୋଇଗଲା। ବିକ୍ରମର ଏପରି କଥା ଶୁଣି ସେ ସଙ୍ଗେ ସଙ୍ଗେ କ୍ରୋଧିତ ହୋଇ କହିବା ଆରମ୍ଭ କଲା, ଚୁପ୍ କର, ଏପରି ଅଶୁଭ କଥା ତୋ ତୁଣ୍ଡରେ ଧରନା। ମୁଁ ଆଚାର୍ଯ୍ୟଙ୍କ ଅଭିଶାପକୁ ପରିବର୍ତ୍ତନ କରିଦେବି ଯେକୌଣସି ମୂଲ୍ୟରେ, ପରନ୍ତୁ ତୋତେ ସେ ଅଭିଶାପର କେବେ ଅଂଶୀଦାର ହେବାକୁ ଦେବିନି। ଆଚ୍ଛା ହଉ, ମୁଁ ଆଉ କିଛି କହୁନି। ତୁମ ଆଶୀର୍ବାଦ ଯେପର୍ଯ୍ୟନ୍ତ ମୋ ସହିତ ରହିଛି ମୋର କେହି କିଛି କ୍ଷତି କରିପାରିବେନି। ପରନ୍ତୁ ଏହି ପୁସ୍ତକ ସମ୍ବନ୍ଧରେ ତୁମକୁ କ'ଣ ଲାଗୁଛି? ଏ ପୁସ୍ତକ କ'ଣ ଆଚାର୍ଯ୍ୟଙ୍କ ଚକ୍ର ଦ୍ୱାରା ସୃଷ୍ଟି ହୋଇଛି ଏବଂ ତୁମେ କ'ଣ ପ୍ରଥମ କରି ଏହି ପୁସ୍ତକଟିକୁ ନିଜ ହାତରେ ଉଠାଇଥିଲ? ଆଉ ଏଥିରେ ଆଗକୁ କିଛି ଲେଖାଯାଇ ନାହିଁ କ'ଣ ପାଇଁ? ସମ୍ପୂର୍ଣ୍ଣ ଖାଲି ପୃଷ୍ଠା ଗୁଡ଼ାକ ରହିଛି କ'ଣ ପାଇଁ? ଏହାର ତାତ୍ପର୍ଯ୍ୟ କ'ଣ ହୋଇପାରେ? ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ, ଏହି ପୁସ୍ତକ ତୁମ ଦ୍ୱାରା କେଉଁ କାର୍ଯ୍ୟ ସିଦ୍ଧି କରିବା ପାଇଁ ତୁମକୁ ଚୟନ କରିଛି? ପୁଅ, ମୁଁ ମଧ୍ୟ କିଛି ବୁଝିପାରୁନାହିଁ ସେହି ଖାଲି ପୃଷ୍ଠା ଗୁଡ଼ିକର ତାତ୍ପର୍ଯ୍ୟ କ'ଣ ଥାଇପାରେ। ତୋ ମନରେ ଯେଉଁ ପ୍ରଶ୍ନ ଗୁଡ଼ିକ ଉଙ୍କି ମାରୁଛି ମୋ ମନରେ ମଧ୍ୟ ସେହି ପ୍ରଶ୍ନ ଗୁଡ଼ିକର ଉତ୍ତର ଜାଣିବାର ପ୍ରୟାସ କରୁଛି, ପରନ୍ତୁ ଦୃଢ଼ତାର ସହିତ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରୁନି। କିନ୍ତୁ ମୁଁ ନିଶ୍ଚିତ ଅଛି ଆଗାମୀ ସମୟରେ ସମସ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ସ୍ପଷ୍ଟ ହୋଇଯିବ। ବିଷ୍ଣୁ ନିଜର କଥା ଜାରି ରଖିଥାଏ, ହଠାତ୍ କୌଣସି କାରଣବଶତଃ ସମ୍ପୂର୍ଣ୍ଣ ଚୁପ୍ ହୋଇଗଲା। ସେ ଦୂର ସଂକୀର୍ଣ୍ଣ ରାସ୍ତା ଦିଗରେ ଚାହିଁ ରହି ବିକ୍ରମକୁ କହିଲା, ବିକ୍ରମ, ତୋତେ ଶୁଣାଯାଉଛି ନା ଗାଁ ଲୋକମାନଙ୍କର କୋଳାହଳପୂର୍ଣ୍ଣ ପାଟି ସ୍ୱର? ହଁ ହଁ ଦାଦା, ମୋତେ ବି ଶୁଣାଯାଉଛି। ହେଲେ ଅଧରାତିରେ ହଠାତ୍ କ'ଣ ହେଲା ଗାଁରେ, ଯେଉଁଥିପାଇଁ ଏତେ ଦୂର ପର୍ଯ୍ୟନ୍ତ ମଧ୍ୟ ଗ୍ରାମବାସୀମାନଙ୍କ କୋଳାହଳ ଶୁଭାଯାଉଛି? ନିଶ୍ଚିତ କିଛି ଅଘଟଣ ଘଟିଛି। ଚାଲ ଶୀଘ୍ର ସେଠାକୁ ଯାଇ ଦେଖିବା କ'ଣ ଘଟିଛି। ଏତିକି କହି ବିକ୍ରମ ଓ ବିଷ୍ଣୁ ସେହି କୋଳାହଳର ନିକଟତର ହେଉଥାନ୍ତି। ଆଗରେ ଶଶୀ ବୁଢ଼ା ତାର ଭଙ୍ଗା ଦଦରା ଚାଳ ଛପର ଘରଟି ଦୁଆର ମୁହଁରେ ବସି ଗୁଣୁଗୁଣୁ ହେଉଥାଏ, ମରିବେ, ଏଥର ସମସ୍ତେ ମରିବେ। ସେ ବ୍ରହ୍ମ ରାକ୍ଷସ ସମସ୍ତଙ୍କୁ ମାରିଦେବ, କେହି ରକ୍ଷା କରିପାରିବେନି। ଶଶୀ ବୁଢ଼ାର ଏପରି ଗୁଣୁଗୁଣୁ ସ୍ୱର ଶୁଣି ବିକ୍ରମ କହିଲା, ଦାଦା, ଏ ଶଶୀ ବୁଢ଼ା କିପରି ଜାଣିଲା ସେ ବ୍ରହ୍ମ ରାକ୍ଷସ ସମ୍ବନ୍ଧରେ? ପୂର୍ବରୁ ଆମେ ଦୁଇଜଣ ଏ ବୁଢ଼ାର କଥାକୁ ଏକ ମନଗଢ଼ା କାହାଣୀ ଭାବି ଧ୍ୟାନ ଦେଉନଥିଲୁ, କିନ୍ତୁ ଏ ଯାହା କହୁଛି ତାହା ଠିକ୍ ଥିଲା। ତାହେଲେ କ'ଣ ଏ ମୋ ବାପାଙ୍କ ବିଷୟରେ ବି କିଛି ଜାଣିଛି ପୂର୍ବରୁ? ବିକ୍ରମର କଥା ସରି ନଥାଏ, ହଠାତ୍ କଲ୍ଲୋଳପୁରର ଗ୍ରାମ ମୁଖିଆ ଜଗବିନ୍ଦ୍ର ରାୟ ସହିତ ବିକ୍ରମ ଏବଂ ବିଷ୍ଣୁ ଦୁହେଁ ଭେଟ ହୋଇଗଲେ। ଜଗବିନ୍ଦ୍ର ରାୟଙ୍କୁ ଦୁହେଁ ଦେଖି ନମସ୍କାର ଜଣାଇଲେ। ଜଗବିନ୍ଦ୍ର ରାୟଙ୍କ ସେହି ଛଳ ଛଳ ଆଖିରେ ବିକ୍ରମର ଛବି ପ୍ରତିଫଳିତ ହେବା ମାତ୍ରକେ ସେ ଯେପରି କ୍ରୋଧରେ ଜର୍ଜରିତ ହୋଇ ଉଠିଲେ। ପରନ୍ତୁ ଏହି କ୍ରୋଧ ସେ କେଉଁ କାରଣରୁ କରୁଥିଲେ ଏହା ବିକ୍ରମ ଓ ବିଷ୍ଣୁ ଦୁହେଁ ଠଉରେଇବାରେ ଅସମର୍ଥ ଥିଲେ। ବିଷ୍ଣୁ କହିଲା, ରାୟ ସାହେବ, ଆପଣ କାନ୍ଦୁଛନ୍ତି। ବିଷ୍ଣୁର କଥା ସରି ନଥାଏ, ବିଷ୍ଣୁକୁ ଅଟକାଇ ରାୟ ସାହେବ ତାଙ୍କ କଥା ଆରମ୍ଭ କରି କହିଲେ, ବିଷ୍ଣୁ, ମୋତେ କ୍ଷମା କର। ମୁଁ ବିନା ଦୋଷରେ ତୋତେ ଦଣ୍ଡ ଦେଇଛି। ଏବେ ତୋର ନିର୍ଦ୍ଦୋଷର ପ୍ରମାଣ ଆମ ସମସ୍ତଙ୍କ ସମ୍ମୁଖରେ। ରାୟ ସାହେବ କଥା ଶୁଣି ବିଷ୍ଣୁ ଉତ୍ତର ଦେଲା, ଅର୍ଥାତ୍ ଆପଣ କ'ଣ କହିବାକୁ ଚାହୁଁଛନ୍ତି? ମୁଁ କିଛି ବୁଝିପାରୁନି, ଆପଣ ଟିକେ ସ୍ପଷ୍ଟ ଭାବରେ କୁହନ୍ତୁ। ରାୟ ସାହେବ କହିଲେ, ତୁ ଯେବେ ଅଚେତ ଅବସ୍ଥାରେ ଆମକୁ ମଶାଣିରୁ ମିଳିଥିଲୁ, ତୁ କହିଥିଲୁ କି ବିକ୍ରମର ବାପା ଆଖପାଖର ଗ୍ରାମରୁ ଛୋଟ ପିଲାଙ୍କୁ ଚୋରି କରି ନେଇ ସେ ବ୍ରହ୍ମ ରାକ୍ଷସକୁ ଦେଇଥାଏ। ପରେ ସେ ଛୁଆମାନଙ୍କୁ ସେ ବ୍ରହ୍ମ ରାକ୍ଷସ ବଳି ଦିଏ। ପରନ୍ତୁ ଆମେ ତୋ କଥାକୁ ଶୁଣି ଶଶୀ ବୁଢ଼ାର ମନଗଢ଼ା କାହାଣୀ ସହିତ ତୁଳନା କରି
ତୋ କଥାକୁ ଶୁଣି ନଥିଲୁ। ଏହା ସହିତ ବିକ୍ରମର ବାପା ତଥା ଶିବର ଏପରି ହଠାତ୍ କୌଣସି ସନ୍ଧାନ ନ ମିଳିବାରୁ ତୋତେ ତାର ହତ୍ୟାକାରୀ ଧରି ନେଇ ଦଣ୍ଡିତ କରିଥିଲୁ। ଆମ ସମସ୍ତଙ୍କୁ କ୍ଷମା କରିଦେ ବିଷ୍ଣୁ। ଅସଲ ପାପୀ ତ ଏ ବାପ ପୁଅ। ଆଖପାଖ ଗ୍ରାମର ଅନେକ କୋମଳମତୀ ଶିଶୁକୁ ମାରିଛନ୍ତି ସେ ବ୍ରହ୍ମ ରାକ୍ଷସ ହାତରେ। ଏ ବାପ ପୁଅଙ୍କ କାରଣରୁ ଆଜି ଗ୍ରାମରେ ଏପରି ଭୟର ବାତାବରଣ ସୃଷ୍ଟି ହୋଇଛି। କେଜାଣି ଆଉ କେତେ ବିପଦ ରହିଛି ଆମ ଗ୍ରାମ ଉପରେ। ପରନ୍ତୁ ତୁ ଏ ସମସ୍ତ ଘଟଣା ପୂର୍ବରୁ ଜାଣି ମଧ୍ୟ ଏ ପାପୀମାନଙ୍କ ସହିତ କିପରି ମିଶି ପାରୁଛୁ? ମୋତେ ତ ଏଇ କ୍ଷଣି ଏ ଦୁଇ ବାପ ପୁଅଙ୍କୁ ଜୀବନରୁ ମାରିଦେବାକୁ ଇଚ୍ଛା ହେଉଛି। ବିଷ୍ଣୁ କହିଲେ, ଆପଣ ଏଇ କ'ଣ କହୁଛନ୍ତି ରାୟ ସାହେବ? ଏଥିରେ ବିକ୍ରମର କୌଣସି ଭୁଲ ନାହିଁ। ସେ ନିର୍ଦ୍ଦୋଷ ଅଟେ। ତାକୁ ପୂର୍ବରୁ କିଛି ମଧ୍ୟ ଜଣା ନଥିଲା ତା ବାପାର କୁକାର୍ଯ୍ୟ ସମ୍ବନ୍ଧରେ। ସେ ତା ବାପାର କୁକାର୍ଯ୍ୟ ନିମନ୍ତେ ଅତ୍ୟନ୍ତ ଲଜ୍ଜିତ ଅଛି। ମୁଁ ଆପଣଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି, ଆପଣ ବିକ୍ରମ ଉପରେ ମିଥ୍ୟା ଅଭିଯୋଗ ଆଣନ୍ତୁନି। ରାୟ ସାହେବ କହିଲେ, ବିଷ୍ଣୁ, ମୁଁ ବିକ୍ରମ ଉପରେ ମିଥ୍ୟା ଲାଞ୍ଛନା ଆଣୁଛି ବୋଲି ତୁ ମୋତେ ବୁଝେଇ ପାରୁ। ମୁଁ ମଧ୍ୟ ଧରି ନେଉଛି କି ବିକ୍ରମ ନିର୍ଦ୍ଦୋଷ ବୋଲି। କିନ୍ତୁ ଆଜିର ଏ ମର୍ମାହତ ଦୁର୍ଘଟଣା ପରେ ଏ ସମସ୍ତ କଲ୍ଲୋଳପୁର ଗ୍ରାମବାସୀଙ୍କୁ ତୁ କେମିତି ବୁଝାଇବୁ? ସେ କ'ଣ ତୋ କଥା ଶୁଣିବେ? ରାୟ ସାହେବଙ୍କ ଏଇ କଥା ଶୁଣି ବିଷ୍ଣୁ ସଙ୍ଗେ ସଙ୍ଗେ ପ୍ରଶ୍ନ କଲା, କ'ଣ ଅଘଟଣ ଘଟିଛି ଆମ ଗ୍ରାମରେ? ରାୟ ସାହେବ କହିଲେ, କ'ଣ ଘଟିଛି? ମୋ ସହିତ ଆସ, ନିଜେ ଦେଖି ନେବୁ। ଏତିକି କହି ରାୟ ସାହେବ ବିଷ୍ଣୁର ହାତ ଧରି ବଗର ଖଣ୍ଡ ବିଖଣ୍ଡିତ ଶରୀର ନିକଟକୁ ନେଇଗଲେ। ସେ ଦୁହିଁଙ୍କ ପଛେ ପଛେ ବିକ୍ରମ ମଧ୍ୟ ଯାଉଥାଏ। ସମସ୍ତ ଗ୍ରାମବାସୀଙ୍କ ଲୋଲୁପ ଦୃଷ୍ଟିକୁ ଲକ୍ଷ୍ୟ କରି ବିକ୍ରମ ଚିନ୍ତା କରୁଥାଏ, ଆଜି ତାର ମୃତ୍ୟୁ ସୁନିଶ୍ଚିତ। ଏମିତି କିଛି କ୍ଷଣ ଅନ୍ତରାଳରେ ସେ ତିନି ଜଣ ବଗର ସେହି ଖଣ୍ଡ ବିଖଣ୍ଡିତ ଶରୀର ନିକଟରେ ପହଞ୍ଚିଗଲେ। ସମ୍ପୂର୍ଣ୍ଣ ଶୋକାକୁଳ ପରିବେଶ ରହିଥାଏ। ବଗର ମାଆର କୋହଭରା କାନ୍ଦଣା ଶୁଣି ଯେକୌଣସି ମଣିଷର ହୃଦୟ ତରଳିଯିବ। ବଗର ଏପରି ଅବସ୍ଥା ଦେଖି ବିଷ୍ଣୁ ଓ ବିକ୍ରମ ଦୁହେଁ ସ୍ତବ୍ଧ ହୋଇଯାଇଥିଲେ। ବିକ୍ରମ କାନ୍ଦି କାନ୍ଦି ବିଷ୍ଣୁକୁ କହିଲା, ଦାଦା, ଆଜି ମୋ ବାପାଙ୍କ ପାଇଁ ମୁଁ ନିଜର ଅତି ଘନିଷ୍ଠ ସାଙ୍ଗକୁ ହରାଇଦେଲି। ଏପରି ବର୍ବରତାର ମୃତ୍ୟୁ ଯେକୌଣସି ଲୋକର ହୋଇପାରେ ମୁଁ କେବେ କଳ୍ପନା କରିପାରୁନଥିଲି। ଶେଷଥର ନିମନ୍ତେ ତା ମୂର୍ତ୍ତ ଶରୀରକୁ ଧରି ବହୁତ କାନ୍ଦିବାକୁ ଚାହୁଁଛି, କିନ୍ତୁ ସେ ବ୍ରହ୍ମ ରାକ୍ଷସ ତାର ଶରୀର ହିଁ ଛାଡ଼ିନି, କେବଳ ହାଡ଼ କଙ୍କାଳ ବ୍ୟତୀତ। ଦାଦା, ମୁଁ ସେ ବ୍ରହ୍ମ ରାକ୍ଷସକୁ ଜୀବନରୁ ମାରିଦେବି। ଦାଦା, କୌଣସି ଉପାୟରେ ତାକୁ ନିଶ୍ଚିତ ଦଣ୍ଡ ଦେବି। ଏମିତି କହି ବିକ୍ରମ ପାଗଳଙ୍କ ପରି ଗପି ଚାଲିଥାଏ। ବିଷ୍ଣୁ ବିକ୍ରମର କାନ୍ଧକୁ ଜାବୁଡ଼ି ଧରି ତାକୁ ସାନ୍ତ୍ୱନା ଦେଇ ଚାଲିଥାଏ। ଠିକ୍ ଏହି ସମୟରେ ଛଞ୍ଚାଣ କାନ୍ଦି କାନ୍ଦି କହିଲା, କ'ଣ କହିଲୁ ବିକ୍ରମ? ତୁ ସେ ବ୍ରହ୍ମ ରାକ୍ଷସକୁ ମାରିବୁ? ତୋ ପାଟିରୁ ଏପରି କଥା ଆଦୌ ଶୋଭା ପାଉନି। ତୁମେ ଦୁଇ ବାପ ପୁଅ ଏସବୁ ପାଇଁ ଦାୟୀ। ବିଷ୍ଣୁ ଦାଦା ଠିକ୍ କହୁଥିଲେ, ପରନ୍ତୁ ଆମେ ସାପ ଉପରେ ବିଶ୍ୱାସ କରି ନିର୍ଦ୍ଦୋଷ ବିଷ୍ଣୁ ଦାଦାଙ୍କୁ ଦୋଷୀ ସାବ୍ୟସ୍ତ କରିଦେଲୁ। କିନ୍ତୁ କିଏ ଜାଣିଥିଲା ତୁମ ପରିବାରର ଚୋଟରେ ଏପରି ଭୟଙ୍କର ବିଷ ରହିଥିବ ବୋଲି। ତୁମ ବାପ ପୁଅଙ୍କୁ ଜୀବନରୁ ମାରିଦେବା ଉଚିତ। ଛଞ୍ଚାଣର ଏପରି କଥା ଶୁଣି ଉପସ୍ଥିତ ସମସ୍ତେ ଛଞ୍ଚାଣର କଥାରେ ଏକମତ ହୋଇ ବିକ୍ରମ ଏବଂ ତା ବାପା ଶିବକୁ ଜୀବନରୁ ମାରିଦେବା ପାଇଁ ପାଟି କରି ଚାଲିଲେ। ବନ୍ଧୁଗଣ, ଏହି ଅଧ୍ୟାୟଟିକୁ ମୁଁ ଏଇଠି ଶେଷ କରୁଛି। କାହାଣୀଟି ଭଲ ଲାଗିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ପୁଣି ଦେଖା ହେବ ଆଗାମୀ ଅଧ୍ୟାୟରେ।